ମା କାଳିଜାଇ। ଚିଲିକା ହ୍ରଦ ଭିତର ଟାପୁ ଉପରେ ମା କାଳିଜାଇଙ୍କ ଭବ୍ୟ ମନ୍ଦିରଟି ଦଣ୍ଡାୟମାନ। ମନ୍ଦିରଟି ପାରିକୁଦ ରାଜା ଜଗନ୍ନାଥ ମାନସିଂହଙ୍କ ଦ୍ୱାରା 1717ରେ ନିର୍ମିତ ହୋଇଥିଲା। କାଳୀ ହେଉଛନ୍ତି ବାଣପୁରର ଅଧିଷ୍ଠାତ୍ରୀ ଦେବୀ ଆଉ ଜାଇ ବାଣପୁରର ସାଧାରଣ କନ୍ୟା। ଜାଇଙ୍କର ବିବାହ ସରିଯାଇଥାଏ। ନୌକାରେ ଯାଉଥାନ୍ତି। ଶାଶୁଘର ଯିବା ବାଟରେ ଆକାଶରେ ଅଧୀନ ଝଡ଼। ଡଙ୍ଗା ହେଲା ଟଳମଳ। ଡଙ୍ଗାରେ ବାପା ଝିଅ ଆଉ ନାଉରୀ। ଟଳମଳ ଡଙ୍ଗାଟି ବୁଡ଼ିଗଲା। ଜାଇ ହ୍ରଦରେ ନେଲେ ସଲିଳ ସମାଧି। ଜାଇଙ୍କର ଅଶାନ୍ତ ଆତ୍ମା ସବୁବେଳେ କ୍ରନ୍ଦନ କରୁଥିଲା। ସମୟକ୍ରମେ ମାଛ ଧରାଳି ଶୁଣିଲେ ସେ କ୍ରନ୍ଦନ। ତାପରେ ମା କାଳୀ ଆଉ ଜାଇଙ୍କ ପାଇଁ ହେଲା ମନ୍ଦିର। କାଳୀ ଏବଂ ଜାଇ ଉଭୟ ପୂଜା ପାଇଲେ କାଳିଜାଇ ନାମରେ। ମା ମାସରେ 21 ଦିନ ପୂଜା ପାଆନ୍ତି। ସନ୍ଧ୍ୟା ପରେ କେହି କାଳିଜାଇଙ୍କୁ ଦର୍ଶନ କରିନଥାନ୍ତି। ସଭିଏ ଫେରି ଆସିଥାନ୍ତି ସନ୍ଧ୍ୟା ପୂର୍ବରୁ ମନ୍ଦିରରୁ। ଲୋକକଥା ଅନୁସାରେ ଆଜି ବି ନିଶାର୍ଦ୍ଧରେ ମା କ୍ରନ୍ଦନରତା।